ଭାରତର ପୂର୍ବ ଉପକୂଳରେ ରହିଛି ଏକ ମହାନ ଧ୍ୱଂସାବଶେଷ କୋଣାର୍କ ସୂର୍ଯ୍ୟ ମନ୍ଦିର। ଜାଣନ୍ତି, ଏଇଟା ଖାଲି ପଥରର ଗଦା ନୁହେଁ, ବରଂ ଶହ ଶହ ବର୍ଷର କେତେ ଯେ ରହସ୍ୟକୁ ନିଜ ଭିତରେ ଲୁଚେଇ ରଖିଛି। ଏହାର ତିଆରି ହେବା କାହାଣୀ ଯେତିକି ଆଶ୍ଚର୍ଯ୍ୟକର, ସେତିକି ହିଁ ରହସ୍ୟମୟ। ତେବେ ଏଇ ଯେଉଁ ବିଶାଳ ଭଗ୍ନାବଶେଷ ଆମେ ଦେଖୁଛେ, ଏହା ଭିତରେ ପ୍ରକୃତରେ ଲୁଚି ରହିଛି କ'ଣ? କେମିତି ଏତେ ବଡ଼ କଳାକୃତି ତିଆରି ହେଲା? ଆଉ ସବୁଠୁ ବଡ଼ ପ୍ରଶ୍ନ, କାହିଁକି ଏହା ଆଜି ଏକ ଧ୍ୱଂସାବଶେଷରେ ପରିଣତ ହେଲା? ଆସନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବା। ଚାଲନ୍ତୁ ପ୍ରଥମେ ଟିକେ ଇତିହାସ ଭିତରକୁ ଯିବା। କୋଣାର୍କ ଏହା କେବଳ ଗୋଟେ ପୂଜା କରିବା ଜାଗା ନଥିଲା, ଏହା ଥିଲା କଳା, ବିଜ୍ଞାନ ଆଉ ଅସରନ୍ତି ଭକ୍ତିର ଏକ ଜୀବନ୍ତ ମିଶ୍ରଣ। କଥାଟା ହେଉଛି ତୃତୀୟ ଶତାବ୍ଦୀର। ସେତେବେଳେ ଗଙ୍ଗବଂଶର ପ୍ରତାପୀ ରାଜା ଥିଲେ ଲାଙ୍ଗୁଳା ନରସିଂହଦେବ। ତାଙ୍କର ଗୋଟେ ସ୍ୱପ୍ନ ଥିଲା, ସୂର୍ଯ୍ୟ ଦେବତାଙ୍କ ପାଇଁ ଏମିତି ଏକ ମନ୍ଦିର ତିଆରି କରିବା ଯାହାର କୀର୍ତ୍ତି ଯୁଗ ଯୁଗ ଧରି ରହିବ। ଆଉ ସେ ସ୍ୱପ୍ନର ପରିକଳ୍ପନାଟା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପୁରା ମନ୍ଦିରଟାକୁ ଗୋଟେ ବିଶାଳ ପଥରର ରଥ ଭଳି ଡିଜାଇନ୍ କରାଯାଇଥିଲା, ଯେମିତି ସୂର୍ଯ୍ୟଦେବତା ନିଜେ ସେ ରଥରେ ବସି ଆକାଶରେ ଯାତ୍ରା କରୁଛନ୍ତି। ଆଉ ସେ ରଥକୁ ଟାଣୁଥିଲେ 7ଟି ପଥରର ଘୋଡ଼ା, ଯାହା ସପ୍ତାହର 7 ଦିନର ପ୍ରତୀକ। ସତରେ କି ଅଦ୍ଭୁତ କଳ୍ପନା! ଆଉ ରଥରେ ଲାଗିଥିବା ସେ 24ଟି ଚକ, ସେଗୁଡ଼ାକ କ'ଣ ଜାଣନ୍ତି? ସେଗୁଡ଼ାକ କେବଳ ସୁନ୍ଦର ଦେଖାଯିବା ପାଇଁ ନଥିଲା। ପ୍ରତ୍ୟେକଟି ଚକ ଥିଲା ଗୋଟେ ଗୋଟେ ସୂର୍ଯ୍ୟଘଡ଼ି, ଯାହା ସାହାଯ୍ୟରେ ଦିନର ସଠିକ୍ ସମୟ ଜଣାପଡ଼ିଥିଲା। ଭାବିପାରୁଛନ୍ତି ସେହି ଯୁଗରେ ଏତେ ଉନ୍ନତ ବିଜ୍ଞାନ ଆଉ ସ୍ଥାପତ୍ୟ କଳା। କିନ୍ତୁ ଏହି ମହାନ କୀର୍ତ୍ତିର ପ୍ରତିଟି ପଥର ପଛରେ ଗୋଟେ ବହୁତ କରୁଣ କାହାଣୀ ବି ଲୁଚି ରହିଛି। ଏହା କେବଳ ପଥରର କାହାଣୀ ନୁହେଁ, ଏହା ହେଉଛି ପ୍ରତିଭା, ତ୍ୟାଗ ଆଉ ଚରମ ବଳିଦାନର କାହାଣୀ। ଦେଖନ୍ତୁ, 12 ବର୍ଷର କଠିନ ପରିଶ୍ରମ ପରେ ମନ୍ଦିର ତ ତିଆରି ହେଲା, କିନ୍ତୁ ଶେଷ ମୁହୂର୍ତ୍ତରେ ଗୋଟେ ବଡ଼ ସମସ୍ୟା ଦେଖାଦେଲା। ରାଜ୍ୟର ବଛା ବଛା 1200 କାରିଗର ମିଶି ବି ମନ୍ଦିରର ଚୂଡ଼ାରେ କଳସଟିକୁ ସ୍ଥାପନ କରିପାରିଲେ ନାହିଁ। ସମସ୍ତଙ୍କର ପରିଶ୍ରମ ଯେମିତି ପାଣିରେ ପଡ଼ିଯିବାର ଭୟ ଦେଖାଦେଲା। ଆଉ ଠିକ୍ ସେତିକିବେଳେ, ଯେତେବେଳେ ସମସ୍ତେ ଆଶା ଛାଡ଼ି ଦେଇଥିଲେ, ସେଠାରେ ପହଞ୍ଚିଲା ଗୋଟେ 12 ବର୍ଷର ପିଲା। ନା ତାର ଧର୍ମପଦ, ମୁଖ୍ୟ ସ୍ଥପତି ବିଶୁ ମହାରାଣାଙ୍କ ପୁଅ। ଆଉ ସେ ପିଲାଟି ନିଜର ଅସାଧାରଣ ବୁଦ୍ଧି ବଳରେ ଗୋଟିଏ ରାତିରେ ସେହି ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଲା। ମନ୍ଦିର ତ ପୁରା ହୋଇଗଲା, କିନ୍ତୁ ଖୁସି ବଦଳରେ ସେଠି ଛାଇଗଲା ଡର। ବାକି କାରିଗରମାନେ ଭୟରେ ଥରିବାକୁ ଲାଗିଲେ। ସେମାନେ ଭାବିଲେ, ରାଜା ଯଦି ଜାଣିବେ ଯେ 1200 ଶିଳ୍ପୀ ଯାହା ପାରିଲେନି ତାହା ଜଣେ ପିଲା କରି ଦେଖାଇଲା, ତେବେ ସମସ୍ତଙ୍କର ମୁଣ୍ଡ କାଟ ହେବ। ସେହି 1200 କାରିଗରଙ୍କର ଜୀବନ ବଞ୍ଚାଇବା ପାଇଁ କିଶୋର ଧର୍ମପଦ ମନ୍ଦିରର ସବୁଠୁ ଉପରୁ ସମୁଦ୍ର ଭିତରକୁ ଡେଇଁ ପଡ଼ିଲା, ନିଜକୁ ବଳିଦାନ ଦେଇଦେଲା। ଏତେ ବଡ଼ ବଳିଦାନ ଦେଇ ଯେଉଁ ମନ୍ଦିର ଗଢ଼ାହେଲା, ତାହା ଭାଗ୍ୟରେ କିନ୍ତୁ ଶାନ୍ତି ନଥିଲା। ଯେଉଁ ମନ୍ଦିର ଏତେ ତ୍ୟାଗରେ ଠିଆ ହୋଇଥିଲା, ଶେଷରେ ସେଟା କେମିତି ଏକ ଧ୍ୱଂସାବଶେଷରେ ପରିଣତ ହେଲା? ତାର ନିର୍ମାଣର କିଛି ଶତାବ୍ଦୀ ପରେ ସେ ଆକାଶଛୁଆ ମନ୍ଦିରର ମୁଖ୍ୟ ବିମାନଟା ଗୋଟେ ଅଜଣା କାରଣରୁ ହଠାତ୍ ଦିନେ ଭୁଶୁଡ଼ି ପଡ଼ିଲା। ଆଉ ଏହା ସହିତ ଓଡ଼ିଶାର ସ୍ଥାପତ୍ୟ ଇତିହାସର ଗୋଟେ ସୁନେଲି ଯୁଗର ଯେମିତି ଅନ୍ତ ଘଟିଲା। କିନ୍ତୁ କେମିତି, କାହିଁକି ଏମିତି ହେଲା? ଏ ପ୍ରଶ୍ନର ସଠିକ୍ ଉତ୍ତର ଆଜି ଯାଇ କାହା ପାଖରେ ନାହିଁ। କିଛି ଲୋକ କହନ୍ତି ମନ୍ଦିର ଉପରେ ଗୋଟେ ବଡ଼ ଚୁମ୍ବକ ଥିଲା, ତାକୁ କାଢ଼ିଦେବାରୁ ସନ୍ତୁଳନ ବିଗିଡ଼ିଗଲା। ଆଉ କିଏ କହନ୍ତି ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ବାହାର ଶତ୍ରୁଙ୍କ ଆକ୍ରମଣ ଯୋଗୁଁ ଏମିତି ହେଲା। ସତ କ'ଣ, ସେଟା ଆଜି ବି ଗୋଟେ ବଡ଼ ରହସ୍ୟ। ଏଇଠି ଗୋଟେ କଥା ବଡ଼ ଆଶ୍ଚର୍ଯ୍ୟ ଲାଗେ। ଦେଖନ୍ତୁ, ସମୟ ସହିତ ପଥରର ମନ୍ଦିର ତ ଭାଙ୍ଗିଗଲା, ହେଲେ ତା ସହିତ ଜଡ଼ିତ କାହାଣୀ, ସେ କିମ୍ବଦନ୍ତୀ ଆଜି ବି ବଞ୍ଚିଛି। କୋଣାର୍କର ମନ୍ଦିର ଆଜି ଭଙ୍ଗା ସତ, କିନ୍ତୁ ଧର୍ମପଦଙ୍କ ବଳିଦାନର କାହାଣୀ ଆଜି ବି ଲୋକଙ୍କ ମନରେ ଜୀବିତ। ଏହା ଆମକୁ ଭାବିବାକୁ ବାଧ୍ୟ କରେ, ନୁହେଁ କି? ଇତିହାସର ଏଇପରି ଅଗଣିତ ଧ୍ୱଂସାବଶେଷ ତଳେ ଧର୍ମପଦଙ୍କ ଭଳି ଆଉ କେତେ ଯେ ଅକୋହା ନାୟକଙ୍କର ପ୍ରତିଭା ଆଉ ବଳିଦାନର କାହାଣୀ ଚାପି ହୋଇ ରହିଥିବ, ଯାହାକୁ ହୁଏତ ସମୟ ସବୁଦିନ ପାଇଁ ନିଜ ଗର୍ଭରେ ଲୁଚାଇ ଦେଇଛି।